ମୁଁ ଆମର ନେତା ନବୀନ ବାବୁଙ୍କୁ କହିସାରିଛି ଯେ ଆମେ ବିଜୁ ବାବୁଙ୍କ ଫର୍ମୁଲା ସାର୍ ଆପଣାଇବୁ, ଆପଣ ଆମକୁ ମନା କରନ୍ତୁ ନାହିଁ, ଯାହା ହେବ ଦେଖାଯିବ। ଇଏ ଦି ମୁଣ୍ଡିଆ ମାନଙ୍କୁ ଆମେ ଛାଡ଼ିବୁନି ବି କହିସାରିଛି। ନେତା ନବୀନ ପଟ୍ଟନାୟକଙ୍କୁ କହିଦେଇଛି ମୁଁ, ନେତା ଆମର ନବୀନ ବାବୁଙ୍କ ସାଙ୍ଗରେ ରହିବା, ଦି ମୁଣ୍ଡିଆ ଦି ପଟେ ଚାଲାକି ଦେଖିଲେ ଚଳିବ ନାହିଁ। ଆମେ ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ, ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ। ଯୋଉଠି ନହେଲେ ସେଠି ଆଉ କ'ଣ କହିବି, ପାଟିରେ କହିବିନି, ତାକୁ ଗେଲ କରିବୁ। ବିଜୁ ବାବୁ କ'ଣ କହୁଥିଲେ, ଯୋଉ ଅଫିସର କାମ କରିବ ନାହିଁ ତାକୁ ଲଗାଅ। ଆମେ ସେଇଆ କରିଥିଲୁ। ମୋର ମନେ ଅଛି ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ ଜଣେ IPS ଅଫିସର ଏମିତି ପ୍ରୋବ୍ଲେମ କରୁଥିଲା, ଲୋକଙ୍କୁ ଅସୁବିଧା କରୁଥିଲା, ମିଛ କେସ୍ ଦେଉଥିଲା। ଯେତେବେଳେ ବିଜୁ ବାବୁଙ୍କ ପ୍ରୋଗ୍ରାମ ନବରଙ୍ଗପୁର ଜିଲ୍ଲା ହେଲା, ମୁଁ ଗୋଟେ ପିଲାକୁ ରେଡି କରିଥିଲି, ଗୋଟେ ସାହସୀ ପିଲା। ମୁଁ କହିଲି ବିଜୁ ବାବୁ ସାମ୍ନାରେ ତାକୁ ଗୋଟେ ଚାପଡ଼ା ମାର, ଯାହା ହେଲେ ହଉ। ସେ କହିଲା ଭାଇନା କିଛି ହେବ ନାହିଁ, ତ କିଛି ହେବ ନାହିଁ, ମାରିଦେ। ସେ IPS ଅଫିସର ଗୋଟେ ଚାପଡ଼ା ମାରିଲା, ତାର ଟୋପି ଫୋପି ସବୁ ଉଡ଼ିଗଲା। ସାଙ୍ଗେ ସାଙ୍ଗେ ପୋଲିସ ତାକୁ ଆରେଷ୍ଟ କରିଦେଲେ। ମୁଁ ବିଜୁ ବାବୁକୁ ଯାଇ କହିଲି ସାର୍ ସେ ପିଲାକୁ ଆରେଷ୍ଟ କଲେ। ସେ କହିଲେ ସେ ଇଡିଏଟ୍ SP କୁ ମାରିବ। ମୁଁ କହିଲି ସାର୍ ଆପଣ ନିଜେ କହିଥିଲେ ଯେ ଅଫିସର କାମ ନ କଲେ ବାଡ଼ା ବୋଲି, ଏବେ ଯଦି ତାକୁ ଧରି ନେଇଗଲେ ଆପଣଙ୍କ ପ୍ରେଷ୍ଟିଜ୍ ଯିବ ନାହିଁ। ସାଙ୍ଗେ ସାଙ୍ଗେ ବିଜୁ ବାବୁ କହିଲେ ସେ ପିଲାକୁ ଛାଡ଼ିଦେ, ସେ ଟୋକାକୁ ଛାଡ଼ିଦେ, ସେ ମଦୁଆଟା ମଦ ପିଇକି ମାରିଦେଇଥିବ।